ଶ୍ରେଣୀ ସାହିତ୍ୟ କଳିକା ବହିର ତୃତୀୟ ଅଧ୍ୟାୟ ରାଜାଙ୍କ ନୂତନ ପରିଚ୍ଛଦ ବିଷୟକୁ କିଏ ଲେଖିଛନ୍ତି? କାଳିନ୍ଦୀ ଚରଣ ପ୍ରାଣିଗ୍ରାହୀ। ଏ ବିଷୟରେ ଆମେ କଠିନ ଶବ୍ଦାର୍ଥ ପଢ଼ିବା। ତ ଫାଷ୍ଟ କ'ଣ ଲେଖା ହେଲା ନା ସ୍ୱର୍ଣ୍ଣ ମୁଦ୍ରା। ସ୍ୱର୍ଣ୍ଣ ମୁଦ୍ରାର ଅର୍ଥ କ'ଣ ନା ସୁନା ମୁହର। ଷଠ କହିଲେ କ'ଣ ବୁଝିବା ନା ଠକ। ପରିଚ୍ଛଦର ଅର୍ଥ କ'ଣ ନା ଲୁଗା ବା ବସ୍ତ୍ର। ଭ୍ରମର ଅର୍ଥ କ'ଣ ନା ଭୁଲ। ବସ୍ତ୍ର ବୟନ ମାନେ ଲୁଗା ବୁଣା। ବିଶ୍ୱସ୍ତ ମାନେ ବିଶ୍ୱାସ ଯୋଗ୍ୟ। ପ୍ରଚୁର ମାନେ ଅଧିକ ବା ବହୁତ। ସଉକ ମାନେ ରୁଚି। ମନୋହର ମାନେ ସୁନ୍ଦର। ତନ୍ତ ମାନେ ଯାହାଦ୍ୱାରା ଲୁଗା ବୁଣାଯାଏ। ଭୃତ୍ୟ ମାନେ ଚାକର। ସମଗ୍ର ମାନେ ସମସ୍ତ ବା ସବୁ। ନିତ୍ୟାନ୍ତ ମାନେ ନିହାତି। ସହସ୍ର ମାନେ ହଜାର। ତାପରେ ପିଲାମାନେ ଆମେ ଏହାର ଅଭ୍ୟାସ କାର୍ଯ୍ୟ ପଢ଼ିବା। 1 ନମ୍ବର କ'ଣ ଦେଲା ନା ରାଜାଙ୍କର ପ୍ରଧାନ ସଉକ କ'ଣ ଥିଲା? ରାଜାଙ୍କର ପ୍ରଧାନ ସଉକ କ'ଣ ଥିଲା? ଉତ୍ତରରେ ଆମେ କ'ଣ ଲେଖିବା? ପ୍ରତିଦିନ ଗୋଟିଏ ଗୋଟିଏ ନୂତନ ପୋଷାକ ପିନ୍ଧିବା ରାଜାଙ୍କର ପ୍ରଧାନ ସଉକ ଥିଲା। ଖ ନମ୍ବରରେ କ'ଣ ଦିଆହେଇଛି ନା ନୂତନ ପରିଚ୍ଛଦଟି ଦେଖିବା ପାଇଁ ରାଜା ପ୍ରଥମେ କାହାକୁ ପଠାଇଥିଲେ? ନୂତନ ପରିଚ୍ଛଦଟି ଦେଖିବା ପାଇଁ ରାଜା ପ୍ରଥମେ ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ। ଗ ନମ୍ବରରେ କ'ଣ ଦିଆହେଇଛି ନା ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତାକୁ ଘୋଡ଼େଇବାକୁ ଯାଇ ଷଠ 2 ଜଣଙ୍କୁ କ'ଣ କହିଲେ? ଉତ୍ତରରେ ଆମେ କ'ଣ ଲେଖିବା ନା ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତାକୁ ଘୋଡ଼େଇବାକୁ ଯାଇ ଷଠ 2 ଜଣଙ୍କୁ ଛଳନା କରି କହିଲେ, ନିଶ୍ଚୟ ନିଶ୍ଚୟ ଏହା ଏକ ଚମତ୍କାର ପୋଷାକ। ରାଜାଙ୍କ ଦେହକୁ ଏହା ଖୁବ୍ ମାନିବ। ଘ ନମ୍ବରରେ କ'ଣ ଦିଆହେଇଛି ନା ପ୍ରଧାନ ବିଚାରପତି କାରିଗରଙ୍କ ନିକଟରୁ ଫେରିଆସି ରାଜାଙ୍କୁ କ'ଣ ଜଣାଇଲେ? ଉତ୍ତରରେ ଲେଖିବା ଆମେ କ'ଣ ନା ପ୍ରଧାନ ବିଚାରପତି କାରିଗରଙ୍କ ନିକଟରୁ ଫେରିଆସି ରାଜାଙ୍କୁ କହିଲେ, ମହାରାଜ ଏହି କାରିଗର ଦୁହେଁ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ପୋଷାକ ପ୍ରସ୍ତୁତ କରିଛନ୍ତି। ଅ ନମ୍ବରରେ କ'ଣ ଦେଲା ନା ନୂତନ ପରିଚ୍ଛଦଟି ପିନ୍ଧାଇବାକୁ ଆସି ଭୃତ୍ୟଟି ରାଜାଙ୍କୁ କ'ଣ କହିଲା? ଯେତେବେଳେ ନୂତନ ପରିଚ୍ଛଦ ପିନ୍ଧାଇବାକୁ ତାଙ୍କର ଜଣେ ଭୃତ୍ୟ ବା ଚାକର ଆସିଥିଲା, ତାଙ୍କୁ ସେତେବେଳେ କ'ଣ କହିଲା ନା ନୂତନ ପରିଚ୍ଛଦଟି ପିନ୍ଧାଇବାକୁ ଆସି ଭୃତ୍ୟଟି ରାଜାଙ୍କୁ କହିଲା ଯେ ମହାରାଜ ମୁଁ ପଛକେ ବୋକା ଓ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇପାରେ, କିନ୍ତୁ ଆପଣଙ୍କୁ ଖୁସି କରାଇବା ପାଇଁ କେବେ ହେଲେ ମିଥ୍ୟା କହିପାରିବି ନାହିଁ। ପ୍ରକୃତରେ ଏ ଥାଳିରେ କୌଣସି ବସ୍ତ୍ର ନାହିଁ। ସେ 2 ଜଣ ମିଥ୍ୟାବାଦୀ ଓ ଠକ ଅଟନ୍ତି। ଆମକୁ ଠକି ବହୁ ଅର୍ଥ ନେଇ ପଳାଇଛନ୍ତି। ତାପରେ ଦେଖିବା 2 ନମ୍ବର ଆସ ଉତ୍ତର ଲେଖିବା। ପ୍ରଶ୍ନମାନଙ୍କର ଉତ୍ତର ଆମେ ଲେଖିବା। କରେ କ'ଣ ଦିଆହେଇଛି? ନୂଆ ନୂଆ ପୋଷାକ ପାଇଁ ପାଗଳ ହୋଇ ରାଜା ଦିନେ କ'ଣ ଘୋଷଣା କଲେ? ଉତ୍ତରରେ ଲେଖିବା ଆମେ କ'ଣ ନା ନୂଆ ନୂଆ ପୋଷାକ ପାଇଁ ପାଗଳ ହୋଇ ରାଜା ଦିନେ ଘୋଷଣା କଲେ ଯେ ଯେଉଁ କାରିଗର ତାଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ତିଆରି କରିପାରିବ, ତାକୁ ସେ 1,000 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ଦେବେ। ଖ ନମ୍ବରରେ କ'ଣ ଦିଆହେଇଛି ନା ଅର୍ଥ ଲୋଭରେ ଷଠ ବ୍ୟକ୍ତି 2 ଜଣ ରାଜାଙ୍କୁ କ'ଣ କହିଲେ? ଉତ୍ତରରେ ଆମେ ଲେଖିବା ଅର୍ଥ ଲୋଭରେ ଷଠ ବ୍ୟକ୍ତି 2 ଜଣ ରାଜାଙ୍କୁ କହିଲେ, ମହାରାଜ ଆମ୍ଭେ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ଆପଣଙ୍କ ନିମନ୍ତେ ପ୍ରସ୍ତୁତ କରିଦେବୁ। ତାପରେ ଗ ନମ୍ବରରେ କ'ଣ ଦିଆହେଇଛି ନା ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହୋଇପଡ଼ିଲେ କାହିଁକି? ଉତ୍ତରରେ ଲେଖିବା ତନ୍ତଟିରେ କୌଣସି ବସ୍ତ୍ର ନଥିବାର ଦେଖି ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହୋଇପାରିଲେ। ଯେତେବେଳେ ସେ ଦେଖିଲେ କ'ଣ ଯାଇ ନା ଏଠି କୌଣସି ବସ୍ତ୍ର ନାହିଁ, ସେଥିପାଇଁ ସିଏ ଚିନ୍ତା କରି ପକାଇଲେ। ଘ ନମ୍ବରରେ କ'ଣ ଦିଆହେଇଛି ନା ରାଜା କାହିଁକି ସାବାସ୍ ସାବାସ୍ କହିଲେ? ଉତ୍ତରରେ ଲେଖିବା ରାଜା ନିଜର ଲଜ୍ଜାକୁ ଘୋଡ଼େଇବା ପାଇଁ
ମିଛରେ ସାବାସ ସାବାସ ବୋଲି କହିଲେ। ଓ ନମ୍ବରରେ କ'ଣ ଦିଆହେଇଛି ନା ରାଜା ନିଜର ଭ୍ରମ ବୁଝିପାରିଲେ କିପରି। ଭ୍ରମ ମାନେ କ'ଣ ନା ଭୁଲ। ରାଜା ନିଜର ଭୁଲ କିପରି ବୁଝିପାରିଲେ। ଉତ୍ତର ଲେଖିବା ଜନ୍ମଦିନ ସକାଳୁ ରାଜାଙ୍କ ଭୃତ୍ୟ ତାହାଙ୍କୁ ନୂତନ ପରିଚ୍ଛଦଟି ପିନ୍ଧାଇ ଦେବାକୁ ଆସି ଶୂନ୍ୟ ଥାଳି ଦେଖି ପ୍ରକୃତ ସତ୍ୟ ଘଟଣା ପ୍ରକାଶ କରିବାରୁ ରାଜା ନିଜର ଭ୍ରମ ବୁଝିପାରିଲେ। 3 ନମ୍ବରରେ କ'ଣ ଦେଇଛି ନା ନିମ୍ନଲିଖିତ ଉତ୍ତର ପାଇବା ପାଇଁ ପ୍ରଶ୍ନ କ'ଣ କରିବା ନା ତିଆରି କରିବା ଆଉ ଲେଖିବା। କରେ କ'ଣ ଦିଆହେଇଛି ନିଜ ଆସନର ଅଯୋଗ୍ୟ ବ୍ୟକ୍ତିର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ। ଏ ଉତ୍ତର ଦେଇଛି ଆମେ ଆକୁ ପ୍ରଶ୍ନ ତିଆରି କରିବା। କ'ଣ ହେବ ନା କାହାର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ। ଖ ନମ୍ବରରେ କ'ଣ ଦେଲା ଷଠ ବ୍ୟକ୍ତି ଦୁହେଁ ତନ୍ତ ପାଖରେ ବସି ବସ୍ତ୍ର ବୟନର ଛଳନା କଲେ। କ'ଣ ହେବ ଉତ୍ତରରେ ନା ଷଠ ବ୍ୟକ୍ତି ଦୁହେଁ ତନ୍ତ ପାଖରେ ବସି କ'ଣ କଲେ। ତାପରେ ଦେଇଛି କ'ଣ ନା ଗ ନମ୍ବର ରାଜାଙ୍କ ନିକଟକୁ ଆସି ମନ୍ତ୍ରୀ ସେହି କଥା ବର୍ଣ୍ଣନା କଲେ। ଉତ୍ତରରେ କ'ଣ ହେବ ନା ରାଜାଙ୍କ ନିକଟକୁ ଆସି କିଏ କେଉଁ କଥା ବର୍ଣ୍ଣନା କଲେ। ତାପରେ ଘ ନମ୍ବରରେ କ'ଣ ଦେଲା ଲୋକମାନେ କହିଲେ ଅତି ମନୋରମ ବସ୍ତ୍ର ହୋଇଛି। ଉତ୍ତରରେ କ'ଣ ହେବ ଲୋକମାନେ କ'ଣ କହିଲେ। ଓ ନମ୍ବରରେ କ'ଣ ଦିଆହେଇଛି ରାଜା ରାଜକାର୍ଯ୍ୟରେ ଅଧିକ ମନୋନିବେଶ କଲେ। ଉତ୍ତରରେ କ'ଣ ହେବ ନା ରାଜା କେଉଁଥିରେ ଅଧିକ ମନୋନିବେଶ କଲେ। 4 ନମ୍ବରରେ କ'ଣ ଦିଆହେଇଛି ଆସ ନିମ୍ନଲିଖିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ିବା ମାନେ ବାକ୍ୟ ଆମେ ଗଠନ କରିବା। ଫାଷ୍ଟ କ'ଣ ଦିଆହେଇଛି ନା ସଉକ। ସଉକ ଲଗେଇ ବାକ୍ୟ ଗଠନ କରିବା। କ'ଣ ହେବ ନା ନୂତନ ପୋଷାକ ପିନ୍ଧିବାରେ ରାଜାଙ୍କର ସଉକ ଥିଲା। ତାପରେ ଦିଆହେଇଛି କ'ଣ ନା ବୁଦ୍ଧିହୀନ ମନ୍ତ୍ରୀ ବୁଦ୍ଧିହୀନ ଭଳି କାର୍ଯ୍ୟ କରୁଥିଲେ। ତାପରେ ଦିଆହେଇଛି କ'ଣ ନା ଚିନ୍ତାମଗ୍ନ ଷଠ ଦୁହିଁଙ୍କର କାର୍ଯ୍ୟ ଦେଖି ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହେଲେ। ତାପରେ ଦିଆହେଇଛି ଚମତ୍କାର ରାଜା କହିଲେ ପୋଷାକଟି ଚମତ୍କାର ହୋଇଛି। ତାପରେ ଦିଆହେଇଛି କ'ଣ ନା ଭ୍ରମ ଶେଷରେ ଭୃତ୍ୟଟି ରାଜାଙ୍କର ଭ୍ରମ ଦୂର କଲା। ତାପରେ 5 ନମ୍ବରରେ କ'ଣ ଦିଆହେଇଛି ଦେଖିବା ନିମ୍ନ ଶବ୍ଦ ଗୁଡ଼ିକର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ ପାଖ କୋଠରୀରେ ଲେଖିବା। ଫାଷ୍ଟ କ'ଣ ଦିଆହେଇଛି ନା ନୂତନ। ନୂତନର ବିପରୀତ ଶବ୍ଦ କ'ଣ ହେବ ନା ପୁରାତନ ଭଲର ମନ୍ଦ ଅଯୋଗ୍ୟର ଯୋଗ୍ୟ ସେମିତି ସାଧାରଣର ଅସାଧାରଣ ସମ୍ପୂର୍ଣ୍ଣର ଅସମ୍ପୂର୍ଣ୍ଣ ପୁରସ୍କାରର ତିରସ୍କାର। ପିଲାମାନେ ଆଜି ପାଇଁ ଏଇ 5 ନମ୍ବରଟି ହେଲା। ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ଉପରେ କ୍ଲିକ୍ କରିଦେବେ।